ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର ଦର୍ଶକ ବନ୍ଧୁ। ମହାଭାରତର ଏକ ରହସ୍ୟମୟ କଥା ଯାହାକି ଏବେ ବି ଲୋକକଥା ଭାବରେ ପ୍ରଚଳିତ ହୋଇଛି। ଯେମିତି ତୁମେ ଭଗବାନ ମଧ୍ୟ ଦିନେ ଗଧପାଦ ଧରିଥିଲେ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଭଗବାନ ମଧ୍ୟ ଗଧପାଦ ଧରିଥିଲେ, ଯେ କି କ୍ଷଣକ ମାତ୍ରେ ସବୁ ପରିବର୍ତ୍ତନ କରିପାରନ୍ତି, ସବୁ ଅସମ୍ଭବକୁ ସମ୍ଭବ କରିପାରନ୍ତି। ସେ ମଧ୍ୟ ପରମ ନାରାୟଣ ଶ୍ରୀକୃଷ୍ଣ କ'ଣ ଦିନେ ଗଧପାଦ ଧରିଥିଲେ? କିନ୍ତୁ କାହିଁକି? ଆଜିର ବିଷୟ ଏହି ରହସ୍ୟମୟ କାହାଣୀ ଉପରେ ଆଧାରିତ। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚ୍ୟାନେଲଟିକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଶୁଣିବା ସେହି ରହସ୍ୟମୟ କାହାଣୀଟିଏ। ମହାଭାରତର କଥା। ମହାରାଜ ଯୁଧିଷ୍ଠିର ଥରେ ରାଜସ୍ୱ ଯଜ୍ଞର ଆୟୋଜନ କଲେ, ଯେଉଁ ଯଜ୍ଞରେ ହାରାହାରି 1,00,000 ରାଜାଙ୍କୁ ଆମନ୍ତ୍ରଣ କରିବାର ଯୋଜନା ଥିଲା। କିନ୍ତୁ ଭଗବାନଙ୍କୁ ଜ୍ଞାତ ହେଲା ଯେ ଜରାସୁର ନାମକ ଏକ ରାକ୍ଷସ 1,00,000ରୁ 2 ଜଣ ରାଜାଙ୍କୁ ବନ୍ଦ କରି ରଖିଛି ଏବଂ ସେ ମଧ୍ୟ ଏକ ଯଜ୍ଞ କରୁଛି ଯେଉଁଥିରେ ସବୁ ରାଜାମାନଙ୍କୁ ବଳି ଦିଆଯିବ। କିନ୍ତୁ ଭଗବାନଙ୍କର ଆଭିମୁଖ୍ୟ ଥିଲା ସେହି ପାପଚାରୀମାନଙ୍କୁ ବଧ କରିବା ସହ ସମସ୍ତ ରାଜାଙ୍କୁ ଯଜ୍ଞରେ ଉପସ୍ଥିତ କରାଇବା। ତେଣୁ ଭଗବାନ କୃଷ୍ଣ ଛଦ୍ମବେଶରେ ବ୍ରାହ୍ମଣ ରୂପରେ ଭୀମ ଓ ଅର୍ଜୁନଙ୍କୁ ନେଇ ଜରାସୁର ରାଜ୍ୟକୁ ଯାଇଛନ୍ତି। ସେଠିକି ଯାଇ 4ଟି ଦ୍ୱାର ଅତିକ୍ରମ କରିବାକୁ ପଡ଼ିବ ବୋଲି ଦେଖୁଛନ୍ତି। ପ୍ରଥମ ଦ୍ୱାରରେ ଜରାସୁର ନିଜ ପୁଅ, ଯେ କି ବହୁତ ଜ୍ଞାନୀ, ସହଦେବକୁ ଜଗାଇଛି। ଦ୍ୱିତୀୟ ଦ୍ୱାରରେ ଶିମିଳି ବୃକ୍ଷ ରହିଛି। ତୃତୀୟ ଦ୍ୱାରରେ ଭେରୀ ଶୁଙ୍ଖି ଜଗିଛନ୍ତି ଓ ଚତୁର୍ଥ ଦ୍ୱାରରେ ଗଧ ଜଗିଛି। ପ୍ରଥମ ଦ୍ୱାରକୁ ଅତିକ୍ରମ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ମଧୁର ସ୍ୱରରେ ବେଦପାଠ କରୁଥିଲେ। ଯେଉଁଠି ସ୍ୱୟଂ ଭଗବାନ ବେଦପାଠ କରୁଛନ୍ତି ସେ ଜାଗାରେ ସହଦେବ ଏହା ଶୁଣି ଅତ୍ୟନ୍ତ ପ୍ରସନ୍ନ ହୋଇଗଲେ। ପ୍ରଭୁଙ୍କୁ ତାଙ୍କ ଦ୍ୱାର ଛାଡ଼ିଦେଲେ। ଦ୍ୱିତୀୟ ଦ୍ୱାରରେ ଶିମିଳି ବୃକ୍ଷ ଜଗିଥାଏ। ଯେତେବେଳେ ଶତ୍ରୁ ଦ୍ୱିତୀୟ ଦ୍ୱାର ନିକଟକୁ ଆସିବ ସେତେବେଳେ ଥୁଣ୍ଟା ଶିମିଳି ଗଛ ସମ୍ପୂର୍ଣ୍ଣ ପୁଷ୍ପରେ ଭର୍ତ୍ତି ହୋଇଯିବ ଏବଂ ଏହି ସମୟରେ ଜରାସୁର ଜାଣିପାରିବ ତାର ରାଜ୍ୟକୁ କେହି ଶତ୍ରୁ ଆସିଲା। ଯେତେବେଳେ ଏମାନେ ଭଗବାନ ଶ୍ରୀକୃଷ୍ଣ, ଭୀମ, ଅର୍ଜୁନ ଯାଇଛନ୍ତି ସେହି ସମୟରେ ଶିମିଳି ବୃକ୍ଷଟି ସମ୍ପୂର୍ଣ୍ଣ ପୁଷ୍ପ ହୋଇଯାଇଛି। ଅର୍ଜୁନ ହଠାତ୍ ପୁଷ୍ପ ପବନ ପ୍ରୟୋଗ କରି ସେହି ଫୁଲ ଉଡ଼ାଇ ଦେଇଛନ୍ତି। ଏହାର ସୁବାସ ଜରାସୁର ପାଖକୁ ଯାଇପାରି ନାହିଁ। ତୃତୀୟ ଦ୍ୱାର ନିକଟରେ ଜଗିଥାଏ ଭେରୀ। ଭେରୀ ହେଉଛି ତୁରୀ ପରି ଏକ ବାଦ୍ୟଯନ୍ତ୍ର। ଯେତେବେଳେ ଭେରୀ ବାଜିବା ଆରମ୍ଭ କରିଛି, କୃଷ୍ଣ ତାଙ୍କର ପଞ୍ଚଜନୀ ଶଙ୍ଖ ଭେରୀ ମୁହଁରେ ଭର୍ତ୍ତି କରାଇ ଦେଇଦେଲେ, ଯାହା ଫଳରେ ତାର ଶବ୍ଦ ଭେରୀ ଶବ୍ଦ ପରି ନ ହୋଇ ଶଙ୍ଖ ଶବ୍ଦ ପରି ହେଲା, ଯାହାର ଶବ୍ଦ ଜରାସୁର ଶୁଣିଲେ ମଧ୍ୟ ଶତ୍ରୁ ଆସିଛନ୍ତି କି ନାହିଁ ବୋଲି ଅନୁଭବ କଲା ନାହିଁ। ତାପରେ ଶେଷ ଦ୍ୱାର ମାନେ ଚତୁର୍ଥ ଦ୍ୱାର, ଯାହାକୁ ନେଇ ଆମର ଏହି ବିଷୟ, ଯାହାକୁ ଏକ ଗଧ ଜଗିଛି ଓ ଦ୍ୱାରପାଳ ହୋଇଛି। ସେ ଶତ୍ରୁ ଦେଖିଲେ ବୋବାଇବ ବା ଗର୍ଜନ କରିବ ଏବଂ ତାର 2ଟି ଗୋଡ଼କୁ ଉପରକୁ ଟେକିବ ଏବଂ ଜରା ଶବ୍ଦ ଜାଣିପାରିବ ଶତ୍ରୁ ଆସିଛନ୍ତି ବୋଲି। ଯେତେବେଳେ ଶ୍ରୀକୃଷ୍ଣ, ଭୀମ, ଅର୍ଜୁନ ଚତୁର୍ଥ ଦ୍ୱାରରେ ପହଞ୍ଚନ୍ତି ସେତିକିବେଳେ ଗଧ ତାର 2ଟି ଗୋଡ଼ ଟେକି ଗର୍ଜନ କରୁଛି। ଠିକ୍ ସେହି ସମୟରେ ଭଗବାନ କୃଷ୍ଣ ତାଙ୍କ ପଞ୍ଚଜନୀ ଶଙ୍ଖକୁ ବାମ ହାତରେ ଧରି ଗଧ ପାଟିରେ ଶଙ୍ଖକୁ ଭର୍ତ୍ତି କରିଦେଲେ ଏବଂ ଡାହାଣ ହାତରେ ତାର ଗୋଡ଼କୁ ଧରି ପକାଇଲେ। ସେହିଦିନଠାରୁ ଆଜିର ଲୋକକଥାରେ ଏହି କଥା ଚାଲି ଆସିଛି। ଭଗବାନ କୃଷ୍ଣ ତ ଦିନେ ଗଧପାଦ ଧରିଥିଲେ। ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କୁ ଆଜିର ଭିଡ଼ିଓଟି ଭଲ ଲାଗିଥାଏ ତଳେ କମେଣ୍ଟ ବକ୍ସ ମାଧ୍ୟମରେ ଆପଣମାନଙ୍କର ମତାମତ ଜଣାଇବା ପାଇଁ ଜମାରୁ ବି ଭୁଲିବେନି। ଭିଡ଼ିଓଟି ମନକୁ ଛୁଇଁଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ରହୁଛି ନମସ୍କାର। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ।